ସାବିତ୍ରୀ ବ୍ରତର ରହସ୍ୟ କଣ ଟିକେ କୁହନ୍ତୁ? ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିଭିନ୍ନ ସମୟରେ ପର୍ବପର୍ବାଣି ଚାଲିଛି। ମନୁଷ୍ୟମାନଙ୍କର ମନକୁ ଈଶ୍ୱରୀୟ ପଥରେ କଢ଼େଇ ନେବା ପାଇଁ ଏକ ଭକ୍ତି ଓ ଧର୍ମପରାୟଣତା ଜୀବନଯାପନ କାଟିବା ପାଇଁ ସବୁକିଛି ସୃଷ୍ଟି କରାଯାଉଛି। ଅନେକ ଧର୍ମଶାସ୍ତ୍ର ରଚନା କରାଯାଇଛି। ସେ ମଧ୍ୟରେ କେତେକ ସ୍ଥାନରେ କଳ୍ପିତ କଥା ଥାଇପାରେ, ବାସ୍ତବ ଅବାସ୍ତବ ଥାଇପାରେ, ଅଛି ମଧ୍ୟ ତତ୍ସହିତ ଏହି ମନୁଷ୍ୟକୁ ଏକ ଧାର୍ମିକ ମନୋଭାବ ମଧ୍ୟରେ ବାନ୍ଧି ଦେବା ପାଇଁ ସବୁକିଛି ସୃଷ୍ଟି କରାଯାଇଛି। ସାବିତ୍ରୀ ବ୍ରତ ନାରୀ ଜାତି ପାଇଁ ଏକ ବାସ୍ତବ ବିଷୟ ନେଇ ରଚନା କରାଯାଇଛି, ସୃଷ୍ଟି କରାଯାଇଛି। ଅନେକ ଲୋକ ଏ ବ୍ରତକୁ ଆଜି ମାନ୍ୟତା ଦେଇ ଆସୁଛନ୍ତି, କିଏ ବା ମାନୁନାହାନ୍ତି। ସେହି ସାବିତ୍ରୀ ବ୍ରତ ଯଦି ଆମେ ଦେଖିବାକୁ ଯିବା, ଅନେକ ଜାଗାରେ ରଚନା କରାଯାଇଛି। ତତ୍ସହିତ ଏହା ହେଉଛି ବାଲ୍ମୀକି ରାମାୟଣ ଓ ଏ ରାମାୟଣର ଉତ୍ତରାକାଣ୍ଡର 111 ପୃଷ୍ଠାରେ ସାବିତ୍ରୀ ସତ୍ୟବାନ ଚରିତ ବର୍ଣ୍ଣନା କରାଯାଇଛି। କଣ ବର୍ଣ୍ଣନା କରାଯାଇଛି? ଏଇ ଯୋଉ ବିଷୟର ଅର୍ଥାତ ସାବିତ୍ରୀ ବ୍ରତର ମୁଖ୍ୟ ନାୟିକା ହେଉଛନ୍ତି ନିଜେ ସାବିତ୍ରୀ। ଜଣେ ନାରୀର ସତୀତ୍ୱ, ପବିତ୍ରତା, ସମର୍ପଣ ଭାବ, ଆଦର୍ଶ ଜୀବନ, ସ୍ୱାମୀଙ୍କ ପ୍ରତି ଭକ୍ତି, ପ୍ରେମ, ଶ୍ରଦ୍ଧା ଓ ଶାଶୁ ଶ୍ୱଶୁରଙ୍କ ପ୍ରତି ଅନାବିଳ ସେବାର ଗୁଣାବଳୀ ବର୍ଣ୍ଣନା କରାଯାଇଛି। ଜ୍ୟେଷ୍ଠ ମାସ ଅମାବାସ୍ୟା ସାବିତ୍ରୀ ଅମାବାସ୍ୟା ରୂପେ ସୁବିଖ୍ୟାତ। ଆମେ ଏଠାରେ ଦେଖୁ 100 ପୁତ୍ରର ଜନନୀ ହେବା ଜଣେ ନାରୀ ପାଇଁ ସମ୍ଭବ କି? ଏବଂ ତାଙ୍କର ପିତା ମାତା ସେମାନେ ମଧ୍ୟ 100 ପୁତ୍ର ପ୍ରାପ୍ତ ହେବା ସମ୍ଭବ କି? ତତ୍ସହିତ ତାଙ୍କ ଶାଶୁ ଶ୍ୱଶୁର ଅନ୍ଧ ହୋଇ ଯାଇଥିଲେ, ଯମରାଜଙ୍କର ଆଜ୍ଞାରେ ଚକ୍ଷୁ ଦାନ ପ୍ରାପ୍ତ ହେବା, ଚକ୍ଷୁ ଖୋଲିଯିବା ସମ୍ଭବ କି? ସତ୍ୟବାନ ମରି ଯାଇଥିଲେ, ମୃତ୍ୟୁରୁ ଜୀବନ ପାଇବା ଏହା ସମ୍ଭବ କି? ଏବଂ ତାଙ୍କ ପିତାମାତା ହରାଇଥିବା ରାଜ୍ୟ ଫେରି ପାଇବା ଏହା ସମ୍ଭବ କି? ଅନେକ ପ୍ରକାର ପ୍ରଶ୍ନ ଆସେ, କିନ୍ତୁ ଯାହା ଆମ ନିମନ୍ତେ ଏକ ଶିକ୍ଷଣୀୟ ବିଷୟ ଆମେ ତାକୁ ମାନିବା। ହେତୁବାଦୀ ମାନେ କଣ କହିଲେ, ବିଜ୍ଞାନ କଣ କହିଲା, এই ଜାଗାରେ ଆମେ ସେ ବିଷୟ ଆଣୁନାହୁଁ, କିନ୍ତୁ ଅନ୍ଧ ଭାବରେ କୌଣସି କଥା ଗ୍ରହଣ କରିବାକୁ ହବ ନାହିଁ। ସମସ୍ତ ବିଷୟ ପରୀକ୍ଷା ନିରୀକ୍ଷା କର,
ଯାହା ସତ୍ୟ ପ୍ରତିପାଦିତ ହବ ତାକୁ ହିଁ ଗ୍ରହଣ କର, ଯାହା ନିଜର ମଙ୍ଗଳ ହବ। ଆମେ ଜାଣୁ ପ୍ରଚଳିତ ସାବିତ୍ରୀ ଉପାଖ୍ୟାନରୁ ଜଣାଯାଏ ଯେ ମଦ୍ର ଦେଶର ରାଜା ଅଶ୍ୱପତି ସନ୍ତାନ ପ୍ରାପ୍ତି ନିମନ୍ତେ 1,00,000 ମନ୍ତ୍ର ଜପ କରି ସାବିତ୍ରୀଙ୍କୁ ନିଜ କନ୍ୟା ରୂପେ ପାଇଥିଲେ। ରାମାୟଣରେ ଏପରି ଲେଖାଯାଇଛି, ଅଶ୍ୱପତି ନାମେ ଥିଲା ମଦ୍ର ଦେଶ ରାଜା, ମାଳତୀ ନାମ ଟଇ ତାଙ୍କ ଭାରିଜା। ସେ ରାଜାର ନହିବାରୁ କୁମାରୀ କୁମର, ରାଜା ରାଣୀ ମନେ ଚିନ୍ତା ହେଲା ଗୁରୁତର। ବିଧି ମତେ ସାବିତ୍ରୀଙ୍କୁ ପୂଜନ୍ତେ ନରେଶ, 14 ବରଷ ଯହୁଁ ହୋଇଲା ଶେଷ। ପ୍ରସନ୍ନ ହୋଇ ସାବିତ୍ରୀ ତାଙ୍କୁ ବର ଦେଲେ, ମୋହ ସମାନ କୁମାରୀ ପାଇବୁ ବୋଇଲେ। ରାଜା ଅଶ୍ୱପତି ତାଙ୍କର ଏକମାତ୍ର କନ୍ୟା ସାବିତ୍ରୀଙ୍କ ନିମନ୍ତେ ସୁଯୋଗ୍ୟ ବରପାତ୍ରର ସନ୍ଧାନରେ ଥାନ୍ତି। ଏକଦା ସାବିତ୍ରୀ ସଖୀମାନଙ୍କ ସହିତ ଜଙ୍ଗଲକୁ ବୁଲିଯିବା ସମୟରେ ସତ୍ୟବାନଙ୍କର ରୂପ ଓ ଚରିତ୍ରରେ ମୁଗ୍ଧ ହୋଇ ତାଙ୍କୁ ସ୍ୱାମୀ ରୂପେ ବରଣ କରିନେଲେ। ସତ୍ୟବାନ ଥିଲେ ରାଜା ଦିମୁତ୍ସେନଙ୍କ ପୁତ୍ର, କିନ୍ତୁ ରାଜା ଦିମୁତ୍ସେନ ଓ ରାଣୀ ଅନ୍ଧ ହୋଇଯିବାରୁ ଶତ୍ରୁମାନେ ତାଙ୍କୁ ରାଜ୍ୟରୁ ବିତାଡ଼ିତ କରିଦେଲେ। ତେଣୁ ରାଜା ଜଙ୍ଗଲରେ ରହୁଥିଲେ। ପୁତ୍ର ସତ୍ୟବାନ ପ୍ରତିଦିନ ଜଙ୍ଗଲରୁ କାଠ ହାଣି ବଜାରରେ ବିକ୍ରି କରି ପିତା ମାତାଙ୍କୁ ପ୍ରତିପୋଷଣ କରୁଥିଲେ। ତତ୍ସହିତ ସାବିତ୍ରୀ ଘରକୁ ଫେରି ପିତାଙ୍କୁ ସମସ୍ତ ବିଷୟ ଜଣାଇଲେ। ଏହି ସମୟରେ ନାରଦ ଉପସ୍ଥିତ ହୋଇ ସମସ୍ତ କଥା ଶୁଣିଥିଲେ। ସେ ରାଜାଙ୍କୁ କହିଲେ, ସତ୍ୟବାନର ପରମାୟୁ ଆଉ ମାତ୍ର 1 ବର୍ଷ ବାକି ଅଛି। ଆଜିଠାରୁ ଠିକ 1 ବର୍ଷ ପୂର୍ଣ୍ଣ ହେବା ଦିନ ତାଙ୍କର ମୃତ୍ୟୁ ହେବ। ନାରଦଙ୍କ କଥା ଶୁଣି ଅଶ୍ୱପତି ସାବିତ୍ରୀଙ୍କୁ ଯେତେ ବୁଝାଇଲେ ସେ ବୁଝିଲେ ନାହିଁ, ପ୍ରତିଜ୍ଞାରେ ଅଟଳ ରହିଲେ। ସେ ପିତାଙ୍କୁ କହିଲେ, ମୁଁ ସତ୍ୟବାନଙ୍କୁ ପତି ରୂପେ ବରଣ କରିସାରିଛି, ତେଣୁ ମୁଁ ଦ୍ୱିତୀୟ ସ୍ୱାମୀ ଗ୍ରହଣ କରିପାରିବି ନାହିଁ। ଶେଷରେ ଅଶ୍ୱପତି ସତ୍ୟବାନଙ୍କ ସହିତ ସାବିତ୍ରୀର ବିବାହ କରାଇଦେଲେ। ସାବିତ୍ରୀ ସ୍ୱାମୀଙ୍କ ସହିତ ଜଙ୍ଗଲରେ କୁଡ଼ିଆ ଘରେ ରହୁଥିଲେ। ଶାଶୁ ଶ୍ୱଶୁରଙ୍କର ସେବା କରୁଥିଲେ। ଯଦିଓ ସେମାନେ ଅନ୍ଧ ଥିଲେ, ତାଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ନେଉଥିଲେ ସାବିତ୍ରୀ। ସେଦିନ ଥାଏ ଜ୍ୟେଷ୍ଠ ମାସ ଅମାବାସ୍ୟା। ନାରଦଙ୍କ କଥା ସାବିତ୍ରୀ ମନେ ପକାଉଥିଲେ। ସାବିତ୍ରୀ ଯେତେବେଳେ ଦେଖୁଛନ୍ତି ସମୟ ପାଖେଇ ଆସିଲା, ସ୍ୱାମୀଙ୍କର ମୃତ୍ୟୁ ହେବ, ଯେତେବେଳେ ସତ୍ୟବାନ ଜଙ୍ଗଲକୁ କାଠ ପାଇଁ ଗଲେ, ସାବିତ୍ରୀ ମଧ୍ୟ ତାଙ୍କର ସଙ୍ଗରେ ଗଲେ। ସେ ସମୟରେ କାଠ ହାଣିବା ପାଇଁ ଯେତେବେଳେ ଗଛରେ ଚଢିଲେ, ସତ୍ୟବାନ କାଠ ହାଣୁ ହାଣୁ
ତାଙ୍କର ମୁଣ୍ଡ ବୁଲିବାକୁ ଲାଗିଲା। କଣ ଲେଖାଛି ରାମାୟଣରେ? ବୁଖେ ଚଢି ହାଣୁଥିଲେ କୁଠାରେ ଇନ୍ଧନ, ମସ୍ତକ ବଥାନ୍ତେ ତହୁଁ ଆସି ସତ୍ୟବାନ। ବୋଇଲେ ଶୁଣ ସାବିତ୍ରୀ ହୁଏ ଶିର ପୀଡ଼ା, ତାହା ଯୋଗେ ନ ପାରଇ ହୋଇ ମୁହିଁ ଛିଡ଼ା। କିପରି ଟିକେ ବିଶ୍ରାମ କରିବି ଏଠାରେ, ଶୁଣିନ ସାବିତ୍ରୀ ତାଙ୍କୁ ଶୁଆଇଲେ ଘରେ। ଯେତେବେଳେ ସାବିତ୍ରୀ ତାଙ୍କୁ କୋଳରେ ଶୁଆଇଲେ, ସେହି ସମୟରେ ମୃତ୍ୟୁବରଣ କଲେ ସତ୍ୟବାନ। ବ୍ୟସ୍ତ ହେଇଗଲେ, କ୍ରନ୍ଦନ କଲେ, କିପରି ସ୍ୱାମୀ ଜୀବନ୍ୟାସ ପ୍ରାପ୍ତ ହେବେ। সেই ମୁହୂର୍ତ୍ତରେ କଣ ହେଇଛି? ଏଭଳି ଲେଖାଯାଇଛି ଶାସ୍ତ୍ର ମାନଙ୍କରେ, ସତ୍ୟବାନଙ୍କର ମୃତାତ୍ମାଙ୍କୁ ନେବା ପାଇଁ ଯମଦୂତ ମାନେ ଆସି ପହଞ୍ଚିଗଲେ, କିନ୍ତୁ ସେମାନେ ସାବିତ୍ରୀଙ୍କର ପତିବ୍ରତା ଓ ଧର୍ମ ପରାୟଣତା ତେଜରେ ତାଙ୍କ ପାଖକୁ ଯାଇପାରିଲେ ନାହିଁ। ଶେଷରେ ସ୍ୱୟଂ ଯମରାଜ ମହିଷୀ ବାହନରେ ଆସି ଉପସ୍ଥିତ ହେଲେ। ସେ ସତ୍ୟବାନଙ୍କର ଆତ୍ମାକୁ ବାନ୍ଧି ନେଇଯିବାରୁ ସାବିତ୍ରୀ ଯମରାଜଙ୍କ ପଛେ ପଛେ ଧାଇଁଲେ। ଯମରାଜା ସାବିତ୍ରୀଙ୍କୁ ଅନେକ ବୁଝାଇଲେ, କିନ୍ତୁ ପତିବ୍ରତା ସାବିତ୍ରୀ ଯମରାଜଙ୍କ ପଛେ ପଛେ ସତ୍ୟବାନଙ୍କ ଆତ୍ମାର ଅନୁସରଣ କଲେ। ଯମରାଜ ତାଙ୍କୁ କହିଲେ, ତୁମେ ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ଯେଉଁ ବର ମାଗିବ ମୁଁ ତାହା ଦେବି। ସାବିତ୍ରୀ ଯମରାଜଙ୍କ ଠାରୁ ବରଦାନ ମାଗିବା ପାଇଁ କହିଲେ। ପ୍ରଥମ ବରରେ ଅନ୍ଧ ଶାଶୁ ଶ୍ୱଶୁର ଚକ୍ଷୁ ଓ ରାଜ୍ୟ ଫେରି ପାଇବେ। ଦ୍ୱିତୀୟ ବରରେ ନିଜ ପିତାଙ୍କର ପୁତ୍ର ସନ୍ତାନ ଜନ୍ମ ହେବେ ଏବଂ ତୃତୀୟ ବରରେ ନିଜର 100 ପୁତ୍ର ଜନ୍ମ ହେବ। ସାବିତ୍ରୀଙ୍କର ଚତୁରତା ବୁଝି ନ ପାରି ଯମରାଜା ସାବିତ୍ରୀଙ୍କୁ ସେହି 3ଟି ବର ପ୍ରଦାନ କରି ଫେରିଯିବା ପାଇଁ କହିଲେ, କିନ୍ତୁ ଉତ୍ତରରେ ସାବିତ୍ରୀ କହିଲେ, ତୁମେ ତ ମୋର ସ୍ୱାମୀକି ନେଇ ଯାଉଛ, ତେବେ ମୁଁ ଶତପୁତ୍ରର ଜନନୀ ହେବି କିପରି? ଯମରାଜା ସାବିତ୍ରୀଙ୍କ ନିକଟରେ ହାର ମାନି ସତ୍ୟବାନଙ୍କ ଜୀବନ ଲେଉଟାଇ ଦେଲେ। ସତ୍ୟବାନ ପୁନର୍ବାର ଜୀବଦାନ ପାଇ ନିଦରୁ ଉଠି ପଡ଼ିଲେ। ସତ୍ୟବାନ ସାବିତ୍ରୀଙ୍କ ଠାରୁ ସମସ୍ତ ଘଟଣା ଶୁଣିଲେ। ସାବିତ୍ରୀ ଓ ସତ୍ୟବାନ ଗୃହକୁ ଫେରି ଦେଖିଲେ, ପିତାମାତାଙ୍କର ଦୃଷ୍ଟି ଶକ୍ତି ଫେରି ଆସିଛି। ତାର କିଛି ଦିନ ପରେ ଦିମୁତ୍ସେନ ରାଜସିଂହାସନ ଫେରି ପାରିଲେ ଏବଂ ଅଶ୍ୱପତିଙ୍କର ମଧ୍ୟ ପୁତ୍ର ସନ୍ତାନ ଜାତ ହେଲା। କାଳକ୍ରମେ ସାବିତ୍ରୀଙ୍କର ଗୋଟିକ ପରେ ଗୋଟିଏ ପରି 100ଟି ପୁତ୍ର ଜନ୍ମ ହେଲା। ସାବିତ୍ରୀଙ୍କର ସତୀତ୍ୱ, ପ୍ରତିବ୍ରତା ଓ ଧର୍ମପରାୟଣତା ଯୋଗୁଁ ଭାଗ୍ୟର ଗତିପଥ ବଦଳି ଗଲା। ସ୍ୱାମୀଙ୍କର ଜୀବନ ରକ୍ଷା ସହିତ ଶାଶୁ ଶ୍ୱଶୁରଙ୍କ ଦୃଷ୍ଟି ଶକ୍ତି ଓ ରାଜସିଂହାସନ ପ୍ରାପ୍ତି ସହିତ ନିଜ ପିତାଙ୍କର ପୁତ୍ର ସନ୍ତାନ ଲାଭ, ଏ ସମସ୍ତଙ୍କର କାରଣ ହେଉଛି ସାବିତ୍ରୀଙ୍କର ଧର୍ମପରାୟଣତା। ତେଣୁ ସମଗ୍ର ନାରୀ ଜାତିର ସାବିତ୍ରୀ ହେଉଛନ୍ତି ପୂଜନୀୟା।
ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଅନେକ ନାରୀ ମାନେ ଏହାକୁ ପାଳନ କରନ୍ତି, କିନ୍ତୁ ସାବିତ୍ରୀ ନାରୀ ଜାତି ପାଇଁ ନମସ୍ୟ ସତ କଥା। ତାଙ୍କର ଯୋଉ ସ୍ୱାମୀଙ୍କ ପ୍ରତି ସମର୍ପଣ ଭାବ, ଭକ୍ତି, ଶାଶୁ ଶ୍ୱଶୁରଙ୍କ ପ୍ରତି ଯୋଉ ସେବା, ଏହା ଏକ ଆଦର୍ଶ ଗୁଣ, ସମସ୍ତଙ୍କ ପାଇଁ ଶିକ୍ଷଣୀୟ ଅଟେ। କିନ୍ତୁ ଗୋଟିଏ ସ୍ତ୍ରୀ ଲୋକ କେବେ ହେଲେ ଗୋଟିକ ପରେ ଗୋଟିଏ ଶହୀ ପୁତ୍ର ଜନ୍ମ କରିପାରିବ କି? ଏହା ମନରେ ଅନେକ ପ୍ରଶ୍ନ ଆଣେ। ସାବିତ୍ରୀ ବୋଇଲେ ଯେବେ ଦେବ ମୋତେ ବର, ପତିଙ୍କର 400 ବରଷ ଆୟୁଷ, ବର ଦେଇ ଯମରାଜା ଗଲେ ନିଜ ବାସ। 400 ବର୍ଷ ଆଉ ବଞ୍ଚିଲେ ସତ୍ୟବାନ ଏବଂ ତାଙ୍କ ଶାଶୁ ଶ୍ୱଶୁରଙ୍କର ଚକ୍ଷୁ ଅନୁକ୍ତ ହେଇଗଲା, ରାଜ୍ୟ ଲାଭ କଲେ। ତାଙ୍କର ବାପା ମାଙ୍କର ଆଉ 100 ପୁତ୍ର ଜାତ ହେଲେ। ଏହା କେତେ ଦୂର ସତ୍ୟ, କେତେ ଦୂର ମିଥ୍ୟା ଆମେ ଅନୁଭବ କରିପାରୁଛୁ। କିନ୍ତୁ ମୁଖ୍ୟ କଥା, ନାରୀ ଜାତି ଏଥିରୁ ଶିଖୁ ଯେ ସାବିତ୍ରୀର ଚରିତ୍ର ଗୁଣାବଳୀର ମହାନ କେତେ। ଏହା ଅନେକଙ୍କ ପାଇଁ ମିଛ, ହୁଏତ କାହା ପାଇଁ ସତ। ତେଣୁ ଆମେ ସତ୍ୟ ଜ୍ଞାତ ହେବା, ସତ୍ୟତାକୁ ବୁଝିବା, ଅନ୍ଧ ଭାବରେ ବିଶ୍ୱାସ ନ କରି ଯଦି ସତ୍ୟ ଭାବରେ ବୁଝିବା, ତାହେଲେ ଆମ ପାଇଁ ଶ୍ରେୟସ୍କର ହେବ। ଆଜିର ଦୁନିଆରେ ଅନେକ ପୁରୁଷ ମାନେ ସ୍ତ୍ରୀ ଥାଉ ଥାଉ ସେମାନେ ମଧ୍ୟ ବ୍ୟଭିଚାର କରନ୍ତି। ଅନେକ ସ୍ତ୍ରୀ ମାନଙ୍କର ସ୍ୱାମୀ ଥାଉ ଥାଉ ସେମାନେ ବ୍ୟଭିଚାର କରନ୍ତି। ଶାଶୁ ଶ୍ୱଶୁରକୁ ପଚାରନ୍ତି ନାହିଁ, ଘୃଣା କରନ୍ତି, ଘରୁ ତୋଡ଼ି ଦିଅନ୍ତି, ସେବା କରନ୍ତି ନାହିଁ। କିନ୍ତୁ ଆମେ ଶିଖୁ ସାବିତ୍ରୀ ଯୋଉ ପ୍ରକାର ସେବା, ଆତିଥ୍ୟ ଏବଂ ଭକ୍ତି ଭାବନାରେ ବାନ୍ଧି ହୋଇ ଶ୍ୱଶୁର ଓ ସ୍ୱାମୀଙ୍କର ସେବାରେ ବ୍ରତୀ ଅଛନ୍ତି, ତାହା ଆମ ପାଇଁ ଏକ ଶିକ୍ଷଣୀୟ ବିଷୟ ରହୁଛୁ। ନମସ୍କାର।